ଜୟ ଜଗନ୍ନାଥ ମୋ ପ୍ରାଣକର ସୁଧୁ ବ୍ଲଗର ସୁଧୁ କହୁଛି ଆପଣ ଗୋଟେ ଫ୍ରେଶ୍ ଲୋକ ସ୍ୱାଗତ ଜଣାଉଛି କାରଣ ଭିଡ଼ିଓଟା କରିବାର ମୋଟିଭେସନ୍ ତ ଆପଣ ଜାଣିଛନ୍ତି କାରଣ ମୁଁ ବହୁତ ଖୁସି ଅଛି ଖୁସି ସହିତ ବି ଦୁଃଖ ଟିକେ ଲାଗୁଛି ପୁରା ଥଣ୍ଡା ହେଇଯାଇଛି ଦେହ ପୁରା ତରବିଡ଼ା ଆଉ ଗୋଟେ ଖାଲି ଗାଡ଼ି ନେଇକି ଯାଉଥିଲେ ବାଟରେ ଗୋଟେ କୁକୁର କାମୁଡ଼ିଥିଲା ଏୟାର ମିଳିକି ପୁରା ପୁରା ଫୁଲ ହେଇଯାଇଛି ମେଡ଼ିକାଲ ତିନିଟା ଟିଟି ଗୋଟେ ଗୋଟେ ଆଉ ଦୁଟାକୁ ଇଞ୍ଜେକ୍ସନ୍ ଜାଲି ଦୁଟା ଦେଇଥିଲେ ତାପରେ ବି ଗୋଟେ ଭଲ ଅଛି। ଆପଣ ତ ଜାଣିଛନ୍ତି ୟୁଟ୍ୟୁବ୍ ଚ୍ୟାନେଲରେ 1K କମ୍ପ୍ଲିଟ୍ ହେଇଯାଇଛି ସବସ୍କ୍ରାଇବର ଆଉ ବହୁତ ହି ମେହନତ ପରେ ବହୁତ ହି ପରିଶ୍ରମ କରିସାରିଲା ପରେ ମୋର 1K କମ୍ପ୍ଲିଟ୍ ହେଇଯାଇଛି 1K କମ୍ପ୍ଲିଟ୍ ସହିତ ବି ଆପଣ ଜାଣିଥିବେ ମୁଁ ଗୋଟେ ସହିତ ରିଲ୍ସ କରୁଛି ଆମର ମ୍ୟାରେଜ୍ ହେଇଯାଇଛି ଆଉ ଆପଣ ଜାଣିଥିବେ କି ମ୍ୟାରେଜ୍ଟା ମାନେ ଏତେ ଜଲ୍ଦି ଏତେ ମାନେ କମ୍ ଏଜରେ ମ୍ୟାରେଜ୍ କରିବାଟା ବହୁତ କିନ୍ତୁ ଆମ ଲଜ୍ଟା ଏମିତି ହେଇଥିଲା ଏମିତି ମାନେ ସିଚୁଏସନ୍ ଏମିତି ମାନେ ବାଧ୍ୟ କରିଦେଲା ଯେ ମ୍ୟାରେଜ୍ କରାଇଛି ନହେଲେ ମୁଁ ଗୁଗୁକୁ ଯାଇଥାନ୍ତି ଆଉ ଗୁଗୁ ବି ପାଇନଥାନ୍ତି ବହୁତ ପରିଶ୍ରମ ବହୁତ କଷ୍ଟ କରି ଗୁଗୁ ପାଇଛି ଆଉ ଦୁଃଖ ୟୁଟ୍ୟୁବ୍ ଚ୍ୟାନେଲ୍ ତ ମୁଁ ଆଗରୁ ଚଲଉଥିଲି ମୋର 900 ନା 900 ଭିତରେ ରହିଯାଇଥିଲା ଏବେ ରିସେଣ୍ଟଲି ଆମେ ଯେଉଁ ଗୁଗୁର ଭିଡ଼ିଓ ବନଉଛୁ ଆଉ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ବ୍ଲଗ୍ ପକେଇଥିଲି ସେଥିରେ ଆମର ଟିକେ ଅଧିକ ସବସ୍କ୍ରାଇବର ଗେନ୍ ହେଇଥିଲେ ଆଉ ସେ ଗେନ୍ ହେଇକି ସାରିଲା ପରେ ଆମର 1K କମ୍ପ୍ଲିଟ୍ କାଲି ରାତିରେ ହେଇଥିଲା ଆଉ ମୋ ଦେହ ଭଲ ନଥିଲା ମୁଁ ଶୋଇପଡ଼ିଥିଲି ସେଥିପାଇଁ ମୁଁ କିଛି ଭିଡ଼ିଓ ଫିଡ଼ିଓ ବନେଇନଥିଲି ଆଉ ଜଷ୍ଟ ମୁଁ ସ୍କ୍ରିନ୍ ରେକର୍ଡ଼ କରିଦେଇଥିଲି ଆଜି ମାନେ କହୁଛି ଭିଡ଼ିଓ ମାଧ୍ୟମରେ ଆଉ ଯଦି ଆପଣମାନଙ୍କୁ ଆମମାନଙ୍କର ଭିଡ଼ିଓ ଭଲ ଲାଗୁଥିବ ତାହେଲେ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିଦେବ କାରଣ ଭିଡ଼ିଓ ତ ଅଧିକ କରିପାରିବିନି ଯାହା ଯେତିକି ହେଉଛି ସେତିକି କରିପାରିବି କାରଣ ଜାଣିଥିବ ଜଏଣ୍ଟ ଫ୍ୟାମିଲି ମାନେ କରିହେବନି ମୋ ଗାଁରେ କିନ୍ତୁ ବହୁତ ମାନେ କରିହେଉନି ଭିଡ଼ିଓରେ ଟିକେ ସେଥିପାଇଁ ମୁଁ ଦେଖିକି ମାନେ ସର୍ଟ କରି ଯେତିକି ଯାହା ହବ ଆପଣଙ୍କୁ ଡେଲି ବ୍ଲଗ୍ ଦେଖେଇବି ମୋ ସହିତ ଲାଇଫ୍ରେ ଆଗକୁ କ'ଣ ହେଉଛି ମୁଁ ସେଇଟା ଜାଣିନି ନା କମ୍ ଏଜ୍ରୁ ମ୍ୟାରେଜ୍ କରିଦେଇଛି ସେଥିପାଇଁ ମାନେ ବହୁତ ଲୋକ ବହୁତ କଥା କହୁଛି ପସ୍ତେଇବି ଆଉ ମୁଁ ତ ଜାଣିନି ମୋ ଲାଇଫ୍ ଯାହା ହବ ମୁଁ ସେଟା ଦେଖିବା କ'ଣ ହେଉଛି ଆଉ ଆପଣଙ୍କ ତ ସପୋର୍ଟ କରିବାକୁ ୟୁଟ୍ୟୁବରେ ଆମର 1K କମ୍ପ୍ଲିଟ୍ ହେଇଗଲେ ଆଉ ଦରକାର 4000 ୱାଚ୍ ଟାଇମ୍ ଆପଣମାନେ ଦେଖିକି ମୋର ୱାଚ୍ ଟାଇମ୍ ବଢ଼େଇ ଦିଅନ୍ତୁ ଆଉ କରିସାରିଲା ପରେ ଆମର ମାନେ ମନିଟାଇଜେସନ୍ ପାଇଁ ଆମେ ଆପ୍ଲାଏ କରିଦେବୁ ଆଉ ଆମକୁ ବି କେତେ ଲୋକ ଏତେ କଥା କହିବେ ଦେଖିବାକୁ ଜଣାପଡ଼ିବନି ଯେ ସେ ଲୋକ ସେୟା କହିଥିଲା ଏ ଲୋକ ଏୟା କହିଥିଲା ଆମେ ଯେମିତି ଅନୁଭବ ନ କରୁ ଆପଣମାନଙ୍କୁ ଏତିକି ଉଦ୍ଦେଶ୍ୟ କରିଛି ଆମ ଭିଡ଼ିଓକୁ ସପୋର୍ଟ କରନ୍ତୁ ଚାଲ ଦେଖିବା ଗୁଗୁ କ'ଣ କରୁଛି ତମମାନଙ୍କର ଗୁଗୁ ଏଠି ବର୍ତ୍ତମାନ ବି ଆମର ଲାଗିଯାଇଛି ଇପି କରିବାରେ ଇପି କରିକି କାହାକୁ ଦେବ ଖାଇବାକୁ ଆଉ ଆମର ଗୋଟେ ପୁଅର ଦେହ ଖରାପ ଅଛି ତା ପାଇଁ କରାହେଉଛି ଖାଇବା ପାଇଁ ଗୁଗୁ ସେପଟେ ରୋଷେଇ କରୁଛି ମୁଁ ଆଉ ଏପଟେ ରୁମ୍ରେ ଟିକେ ଗାମୁଛା ପିନ୍ଧିକି ବ୍ଲଗିଂ କରୁଛି କାରଣ ପ୍ୟାଣ୍ଟଟା କାଟି ଦେଇଥିଲି ଆଉ ଏମିତି କିଛି ଚାଲିଛି ଆପଣମାନଙ୍କର ଗୁଗୁ ଆସିଛି ହେରି ଆଉ ତାକୁ ଏପଟକୁ ଆଣିକି ତାକୁ କିଛି ପଚାରିବା ଏପଟେ ଠିଆ ଆଉ କୁହ ୟୁଟ୍ୟୁବରେ ସବସ୍କ୍ରାଇବ୍ ହେଇଛି ତମ ମିଠା କେକ୍ କୋଉଦିନ କୋଉଦିନ କୁହ ଆଉ ତୁ କହିଦେଲ ଯୋଉମାନେ ୟୁଟ୍ୟୁବରେ ଖରାପ କମେଣ୍ଟ କରୁଛନ୍ତି କ'ଣ କହିଲା କ'ଣ ଭାଇମାନଙ୍କୁ କହିବ ପୁଅମାନଙ୍କୁ ଆପଣମାନେ ଏମିତି ଖରାପ କମେଣ୍ଟ କ'ଣ କରୁଛନ୍ତି ଆମେ ତ ଜାଣିନୁ ତଥାପି ଆପଣଙ୍କ ଏତେ ଭଲ ପାଇବା ଯୋଗୁଁ ଆମେ ଏତେ ବାଟ ଯାଇଛୁ ସେଥିପାଇଁ ଆମେ ବହୁତ ଖୁସି ଅଛୁ ଆଉ ଖାଇନ ନା ଖାଇବୁ ଖାଇକି ଆସ ବ୍ଲଗ୍ କରିବା ହଁ ଆସିକି 10ଟା ବାଜିଲାଣି ପର୍ଯ୍ୟନ୍ତ ଖାଇନି ମାମା ରାଗିଲାଠୁ ଆସିକି ବସିଛି ଖାଇବା ପାଇଁ ପାଣି ବି ଠିକ୍ ସେ ପିଉନି ସେଥିପାଇଁ ତା ଦେହ ଖରାପ ହେଉଛି ବାହାଘର 2 ଦିନ ନା 3 ଦିନ ପଇଲା ଯେ 3ଟା ନା 4ଟା ସାଲାଇନ୍ ଲାଗିଲା ତା ଦେହରେ ଆମର ଯେଉଁ ଇନଷ୍ଟାଗ୍ରାମରେ 1 ମିଲିୟନ୍ ଲାଗିବ କୁହ କିଛି କେମିତି କ'ଣ ଯାଇଛି ହଉନ ଆଉ ଗୋଟେ କଥା କି ଆମର ଇନଷ୍ଟାଗ୍ରାମରେ ଗୋଟେ ରିଲ୍ସ ପକେଇଥିଲୁ ସେ ବର୍ତ୍ତମାନ ଆମର 8 ଲକ୍ଷ କେତେ 8,40,000 ନା କେତେ ହେଇଯିବ 8,40,000 ଗଲେଣି ହେରି ମୁଁ ଭାବୁଛି ଏ 2-3 ଦିନ ଭିତରେ ବି ଲାଗିଯିବ 1 ମିଲିୟନ୍ ଆଉ ଗୋଟେ କଥା ବି ଇନଷ୍ଟାଗ୍ରାମରେ ଆମର 2K ଫଲୋଅର୍ସ ବି ହେଇଯିବେ 1K ସବସ୍କ୍ରାଇବର ହେଲେ କିଛି ଦେଲନି 2K ଫଲୋଅର୍ସ ହବ କ'ଣ ଦବ କୁହ ଦିଟା କି ମିଶେଇକି ଭାଇ ମାଗ ସବୁ କ'ଣ ଦବ ଆଉ ତମେ ଦବ ନା ଆଉ ମୁଁ କ'ଣ ଦେବି ତମେ ଦବ ଚୁଟି ଆଉ ଏମିତି ରଖେନି ବୁଝିଲ କି ନାଇଁ ଚୁଟି ପୁରା ମାଙ୍କଡି ଭଳିଆ ଯେମିତି ରଖିବା କଥା ରଖା ହବ ଭି କଟ୍ କରିକି କିଛି ନାହିଁ
ମୁଁ ତ ବ୍ଲଗ୍ ବନଉଥିଲି ଆପଣ ଦେଖୁଥିବେ। ଆଉ କିଛିଟା ଏମିତି ଟିକେ କଲ୍ ହେଲା, ଟୁଲୁ କଲ୍ କଲା ମୋତେ କି ତା ମାମାର ଦେହ ଟିକେ ଖରାପ ଥିଲା ଆଉ ଡାଇବେଟିସ୍ ଚେକ୍ କରାହେବ, ସେଥିପାଇଁ ଆମେ ଯାଉଛୁ ମାନେ କଣାସ ମେଡ଼ିକାଲ। ଚାଲନ୍ତୁ ଆଉ ମୁଁ ଆସିଲେ ଆପଣଙ୍କ ସହିତ କଥା ହେବି। ତ ଆମର ଏଠି ଘୋଡ଼ିଆ ହେଇକି ଥୁଆ ହେଇଛି, ଆଜି ଆମେ ପ୍ଲାଷ୍ଟିନା ନେଇକି ଯିବା। ଆସିକି କେମିତି କଲେ ଏବେ ଟୁଲୁର ମୋର କଣାସ ଯାଉଛୁ। ଆଉ ଏଇଟା ହେଉଛି ଆମ କଣାସ ମାନେ ଡେଲା କଣାସ ରୋଡ଼। ଦେଖନ୍ତୁ ଗୁଗୁ ତାର ରିଲ୍ସ ବନେଇବ ବୋଲି ଏବେ ସେ ସଜଉଛି ତାର। ଚାଲ ନା ଇଆଡ଼େ ବ୍ଲଗ୍ ହଉଛି ଇଆଡ଼େ ବନେଇବନି କି ସେ ତାର ଏବେ ରେଡ଼ି ହେଇକି ଯାଇଛି ହେରି। ସେ କିଛି କହିବ ଆପଣମାନଙ୍କୁ? ମୋର କିଛି କହିବାର ନାହିଁ। ଅଛି ବିଲେଇ ଦେଖ କେମିତି ହଉଛି। ଆଉ ଆପଣ କହିବା ପାଇଁ ଚାହୁଁଛି କି ବହୁତ ପିଲା ବହୁତ କମେଣ୍ଟ କରୁଛନ୍ତି କି ତମେ ଏତେ ଶୀଘ୍ର ମ୍ୟାରେଜ୍ କଲ, କ'ଣ ପାଇଁ କଲ? ଆଉ ମୁଁ ଆପଣଙ୍କୁ କହିଦେଉଛି, ଯଦି ଏଠି ଆସିଲ ଯଦି ଲାଇଫ୍ ସବୁଠୁ କଷ୍ଟ ଜିନିଷ କରୁଛି ସେଇଟା, ଆଉ ଡେଞ୍ଜରସ୍ ଜିନିଷ ସେଇଟା କ'ଣ? ଭଲ ପାଇବା। ଆଉ ସେଇ ଜିନିଷ ପାଇବା ପାଇଁ ଲୋକମାନେ ବହୁତ ଭିଡ଼ିଓ ଆଉ ଯେଉଁଟା ଆମେ ପାଇଯାଇଛୁ କଥାରେ ଅଛି ମାନେ ଆଗରୁ ପାଇନଥାନ୍ତି ବହୁତ ମାନେ କଷ୍ଟ କରିଥିଲେ ବହୁତ ମାନେ ପରିସ୍ଥିତି ଆମର ବହୁତ ଖରାପ ଥିଲା। ତାପରେ କଥା ବି ପାଇବା ପାଇଁ ବହୁତ କାନ୍ଦିଛି ଆଉ ଏମିତି ବହୁତ ଜିନିଷ ଲସ୍ କରିଛି, ବହୁତ କିଛି ଦେଖିଛି ତଥାପି ମାନେ ପାଇକି ବି ଆଣିଛି। ଆଉ ବହୁତ ଜାଗାରେ ବି ପିଲା କୁହନ୍ତି ଆଉ ଆମେ ଗଭର୍ଣ୍ଣମେଣ୍ଟର ବହୁତ ଦେଖୁଛନ୍ତି କିଛି କଥା ତମେ ମାନେ ମହିଳା କାହିଁକି କିଛି କଥା ନାହିଁ ତମ ମତ ଆଉ ଆମେ ଏଇଟା ଆଗକୁ ଯାଉଛୁ। ଏମିତିରେ ବି ଆମର ଷ୍ଟେପ୍ ବଢ଼ିଲାଣି, ୟୁଟ୍ୟୁବର ଆମେ ଫାର୍ଷ୍ଟ ଷ୍ଟେପ୍ ବଢ଼ିଥିଲା ଯେଉଁଟାକି ଆମର 1000 ସବସ୍କ୍ରାଇବର ଆସିକି କମ୍ପ୍ଲିଟ୍ ହେଇଯାଇଛି। ତାପରେ ଆମର ହେଉଛି ୱାଚ୍ ଭିତରେ ଆମେ କରିଦେବାକୁ ଚାହୁଁଛୁ ଏମିତି ଡେଲି ବ୍ଲଗ୍ ଆଣିବୁ। ଆସିଲା ପରେ ଯେମିତି ତମ ଜାଗାରେ ଉପର ଚ୍ୟାନେଲ୍ ତମ ଜାଗାରେ ଆମେ ଆଉ ଆଗକୁ ଗଲେ ଆମ ପଛରେ ଯିଏ ଯାହା କହୁଛନ୍ତି ଅନ୍ୟମାନଙ୍କୁ ସେ ବଦଳାର ସବୁ ବଦଲା ନେଇକି ତମକୁ ବ୍ୟସ୍ତ ହୁଅନ୍ତି ଠିକ୍ ଅଛି। ଆଉ ଯେଉଁମାନେ ଦେଖୁଥିବ ଯେଉଁମାନେ ଦେଖୁଥିବେ ସେମିତି ତମେ ଦେଖୁଥିବ ଯେଉଁ ବ୍ଲଗ୍ ମୁଁ ଦେଖନ୍ତି କରୁଛି ଆପଣ ସେମିତି ଦଳ ମୋ ଗାଡ଼ି ପୁରା ହେଉଛି ଦେଖୁଥିବ ଏଠି ଯେଉଁଠି ଯେତେବେଳେ ଦେଖିବ ସେତେବେଳେ ଖାଲି ସଜବାଜର ଆଉ ଏମିତି ପରିସ୍ଥିତି ଚାଲିଛି। ଆଉ ଆପଣମାନେ ମୋତେ ସପୋର୍ଟ କରନ୍ତୁ, ଏମିତି ଡେଲି ଡେଲି ବ୍ଲଗ୍ ଆସିବ ଆପଣଙ୍କର ଦେଖିବେ। କ'ଣ କହୁଛ? ଥିଲା ଏଇଟା ମାନଙ୍କୁ ଦେଖେଇ ଦଉଛି ମାମା ଆମର କ'ଣ କରୁଛି ବାହାରେ। ବର୍ତ୍ତମାନ ତାଙ୍କର ସିଲେଇ ଚାଲିଛି। କିଏ କହିଲୁ ଦେଖନ୍ତୁ ଗୋଟେ ପିଲା ଯାଇଥିଲା ଆଜି କାମକୁ, ଆଜି ଆଇଛି ଆଉ ଯିବନି। ଆକୁ କ'ଣ ବାନ୍ତି ଫାନ୍ତି ହେଲା ବୋଲି ଆମର ଆଇଛି ଏଠି।